ଆଜି ଥିଲା ମାଣବସା ଗୁରୁବାର। ମା କହିଲେ ଗୋଟେ କ'ଣ ଆଇଟମ୍ଟେ କର। ତେଣୁକରି ମୁଁ ବାହାରି ପଡ଼ିଲି କରିବା ପାଇଁ ସାଧା ବଡ଼ିନାଡ଼ି ମନ୍ଦିର ବେସର। ଦର୍ଶକ ବନ୍ଧୁ ଦେଖିବା ଚାଲନ୍ତୁ କେମିତି ପ୍ରସ୍ତୁତ ହେଉଛି ମନ୍ଦିର ବେସର। ମନ୍ଦିର ବେସର ପ୍ରସ୍ତୁତ କରିବା ପାଇଁ ମୁଁ ପରିବା ପସରା ଆଉ ପନିକି ଧରି ବସି ପଡ଼ିଲି ପରିବା ସବୁ କାଟିବା ପାଇଁ। ଏଠି ମୋ ସାନ ଝିଅ ସାହାଯ୍ୟ କରୁଛି ଆଉ ବଡ଼ ଝିଅ ଆଇସ୍କ୍ରିମ୍ ଖାଇ ପାଣି ମାରୁଛି। ବେସର ପାଇଁ ଆମେ ପରିବା ନେଇଛେ ସାରୁ, ଆଳୁ, କଖାରୁ, ବାଇଗଣ, ଅମୃତଭଣ୍ଡା, କଞ୍ଚା କଦଳୀ, ବିନ୍ସ, ଶିମ୍ବ, ଗାଜର, ମୂଳା ଏବଂ ସଜନା ଛୁଇଁ। ସମସ୍ତ ପରିବାକୁ ଏଇଭଳି ଛୋଟ ଛୋଟ କରି ଦର୍ଶକ ବନ୍ଧୁ କାଟି ନେବେ। ତମ ଚ୍ୟାନେଲକୁ ସବସ୍କ୍ରାଇବ କର। କହିଦେ କହୁନ ହାଇ କରିଦେଲ ବାବା, ଗୋଟେ ହାଇ କରିଦେ। ଦର୍ଶକ ବନ୍ଧୁ ଆପଣମାନେ ଆମ ଭିଡ଼ିଓ ଦେଖୁଛନ୍ତି କିନ୍ତୁ କେହି ବି ସବସ୍କ୍ରାଇବ୍ କରୁନାହାନ୍ତି। ପ୍ଲିଜ୍ ଦର୍ଶକ ବନ୍ଧୁ ଆମର ଏଇ ଗାଉଁଲି ମଳିମୁଣ୍ଡିଆ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ଟିକେ ଆଗକୁ ନେଇଯାଆନ୍ତୁ। ଏବେ ଆମେ ଚୁଲିରେ ହାଣ୍ଡି ବସାଇବା ଏବଂ ହାଣ୍ଡିରେ ଦେଇଦେବା ପାଣି। ପାଣି ଦର୍ଶକ ବନ୍ଧୁ ଦେଖିକି ଦେବେ, ପରିବା ଯେତିକି ନେବେ ପାଣି ତାର ଅଧା ହିଁ ଦେବେ। ଏବେ ଏଥିରେ ପକାଇଦେବା ଆମର ବତୁରା ହୋଇ ରହିଥିବା ଦେଶୀ ବୁଟକୁ ଆପଣ ମିନିମମ୍ 5-7 ଘଣ୍ଟା ପୂର୍ବରୁ ବତୁରେଇକି ରଖିଥିବେ। ପୂର୍ବରୁ ନ ବତୁରେଇଲେ ସିଝିବା ପାଇଁ କଷ୍ଟ ହେବ। ଆପଣ ଏବେ ଘୋଡ଼େଇ ଦିଅନ୍ତୁ। ଅପେକ୍ଷା କରିବା ଯେପର୍ଯ୍ୟନ୍ତ ପାଣିଟି ନ ଫୁଟିଛି। ତା ଭିତରେ ଚାଲନ୍ତୁ ଲଙ୍କାଟି ଛେଚିଦେବା ଏବଂ ଅଦା, ସୋରିଷ ଏସବୁ ବାଟିକି ରେଡ଼ି କରିଦେବା। ପାଣି ଦେଖନ୍ତୁ ଦର୍ଶକ ଟକମକ କରି ଫୁଟିଲାଣି। ଏବେ ଏଥିରେ ପ୍ରଥମେ ବାଇଗଣ ଏବଂ କଦଳୀକୁ ପକାଇଦେବା। ବାଇଗଣ କଦଳୀ ପରେ ଦେଇଦେବା ସମସ୍ତ ପରିବା। ଭଲ ଭାବରେ ଧୋଇକରି ଦର୍ଶକ ବନ୍ଧୁ ପରିବାକୁ ଦେଇଦେବା। ଏବେ ଏଥିରେ ଦେଇଦେବା ସ୍ୱାଦ ଅନୁସାରେ ଲୁଣ। ଏଠାରେ ଲୁଣ ମୁଁ 2 ଚାମଚ ନେଇଛି। ତାପରେ ଦେଇଦେବା ଦର୍ଶକ ବନ୍ଧୁ ହଳଦୀ 2 ଚାମଚ ନେଇଛି। ଏବେ ଦର୍ଶକ ବନ୍ଧୁ ଦେଇଦେବା ପାନମଧୁରୀ ଗୁଣ୍ଡ
पानमधुरी गुंड भी 2 चामच नहीं। एबे देदेबा दर्शक बंधु बड़ अलैच गुंड भी आम 2 चामच नहीं। एबे देदेबा दर्शक बंधु सोरिष बटा दर्शक बंधु 50 ग्राम सोरिष को आम बाटिकी नहीं। एबे देदेबा अदा बटा दर्शक बंधु 25 ग्राम अदा को आम बाटिकी नहीं। एबे छेचिकी रखिया कंचा लंका को पकईदबा। एबे पकईदबा कोरा होई रखाइथिबा नड़िया। नड़ियाटा बेसरर स्वाद को द्विगुणित करिथाए। बिना नड़िया रे बेसर होई परिबो नाही। जेते अधिका नड़िया देबे सेते भल लागिवो दर्शक बंधु। एबे पकईदबा हेंगु एठी आम आधा चामच नहींचु। एबे पकईदबा दर्शक बंधु 2-3 टी तेजपत्र छिंडेकी पकई दउची। एबे आकु सिझिबा पई घोड़ई दबा। मझिरे खोलिकी दर्शक बंधु देखि नेबे। देखो दर्शक बंधु बेसर आमर टकमक कर फुटिलाणी। आउ 5-10 मिनिट भितर बेसर सिझिजिवो। आम टिके आउ घोड़ई दबा एवं आउ 5 मिनिट अपेक्षा करिबा। दर्शक बंधु बेसर पाखापाखि सिझीगला। एबे एथिरे ऐड करदे 2 चामच गुड़। आपण गुड़ नथले चीनी भी नहीं पारे, किंतु गुड़र स्वाद टी अलग लगे बेसर रे। एबे एपरी खोला रखी 5 मिनिट पई फुटिया को छाड़ीदबा। गुड़टी भल भाव मिसीजिवो। बेसर मोर हो गला। एबे आम ओल्हे दबा। बेसर आउ 2-3टा लास्ट काम बाकी रहा। बेसर आम दबा बड़ी को भाजिकी पकेबा। बड़ी भाजीबा आम बसईदा गोटे पलम से देदेबा किसी देसी गुआ घी। देख दर्शक बंधु ये 3 चामच देसी गुआ घी नहीं। ये गुआ घी आम 100 ग्राम बड़ी को भाजी नवा। भल से भाजी नवा बड़ी को। बेसर रे बड़ी नाड़ी पकेले तार स्वाद द्विगुणित हो जाए। देख दर्शक बंधु बड़ी को लाल हवा पर्यंत भाजिबे। देख दर्शक बंधु बड़ीर कलर धीरे धीरे चेंज हो गला। धीरे धीरे लाल हो आसलानी। एबे बेसर बड़ी को पकई दबा। पैन रे नहीं जीवा 2 चामच गुआ घी को गरम पे अपेक्षा करिया। गरम हो गला परे सेतिर नबा किछि सोरिष। फुटण दर्शक छुक करेंगे। बेसर टी पिता लगे केवल सोरिष ही छुक करेंगे। एवं से देदेबा सोरिष फुटीगला पर से दबा किछि गोलमरीच गुंड एवं अपेक्षा न करी सांगे सांगे को नहीं छुंक देदेबा आमर यही साधा बेसर। दर्शक बंधु बेसर टी छुंक दिगला बड़ी पड़गला। एबे आम किछि नाड़ी पकईदबा। एबे दर्शक बंधु बेसर को भल से गोले नबा। आपणकर साधा मंदिर बेसर प्रस्तुत हो जाइए। आपण एहीपरि भावे घरे प्रस्तुत करंतु। देखिए बेसरटी पूरा मंदिर रू आसला भली लगिवो।
ଆପଣ ଥରେ ଆକୁ ପ୍ରସ୍ତୁତ କରି ଖାଇଲେ ମନ୍ଦିରରୁ ଆଣି ଖାଇବା ଭୁଲିଯିବେ, କାହିଁକିନା ଘରେ ବି ଆପଣଙ୍କର ମନ୍ଦିର ଭଳି ସ୍ୱାଦ ଆସିବ। ବେସର ହୋଇଗଲା ରେଡ଼ି। ଏବେ ଟିକେ ଦେଇଦେବା ଅଗ୍ନିକୁ। ଚାଲନ୍ତୁ ଏବେ ଆମେ ବେସରକୁ ସର୍ଭ କରିବା। ବେସର ମୋ ବୁଢ଼ୀ ମାଆକୁ ପ୍ରଥମେ ଦେଇଦେବା। ବୁଢ଼ୀ ମାଆ ଚାଖିକି କହିବ କେମିତି ହେଇଛି ବେସର। ଆମେ ଆଉ ରହିପାରିବୁନି, ଆମେ ଚାଲିଲୁ ବେସର କେମିତି ହେଇଛି ଖାଇବୁ। ଆପଣ ବି ଏଇଭଳି ବେସର ପ୍ରସ୍ତୁତ କରି ଘରେ ଖାଆନ୍ତୁ ଏବଂ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ এই ଭିଡ଼ିଓକୁ ଆପଣଙ୍କର ସାଙ୍ଗସାଥିମାନଙ୍କ ସାଙ୍ଗେ ସେୟାର କରନ୍ତୁ, ଲାଇକ୍ କରନ୍ତୁ ଏବଂ କମେଣ୍ଟ ଦିଅନ୍ତୁ କେମିତି ଆମର এই ଭିଡ଼ିଓଟି ଆପଣଙ୍କୁ ଲାଗିଲା ଏବଂ ଆଗକୁ ଆଉ କେଉଁ ଭିଡ଼ିଓ ଆଣିବୁ ଆପଣ ଆମକୁ କମେଣ୍ଟରେ ସଜେସନ୍ ଦିଅନ୍ତୁ। ସୁଷମ ଖାଦ୍ୟ ଖାଆନ୍ତୁ ଏବଂ ଶରୀରକୁ ସୁସ୍ଥ ରଖନ୍ତୁ। ଏଇଭଳି ନୂଆ ନୂଆ ଭିଡ଼ିଓ ଆମେ ଆଗକୁ ଆଣିବୁ, ସେଥିପାଇଁ ପ୍ଲିଜ୍ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ପାଇଁ ଭୁଲିବେନି। ରହିଲୁ, ନମସ୍କାର, ଜୟ ଜଗନ୍ନାଥ।